ଆପଣଙ୍କ ପିଲାମାନେ ବୁଦ୍ଧିହୀନ କାମ କରୁଛନ୍ତି, ଚଗଲା ହେଉଛନ୍ତି, ଆପଣଙ୍କ କଥା ମାନୁନାହାନ୍ତି କି? ଯଦି ଏଇଭଳି କାମ କରୁଛନ୍ତି ଆପଣ ଗୋଟିଏ ପ୍ରତିକାର ପାଇଁ ସରଳ ପ୍ରୟୋଗ କରନ୍ତୁ। କୌଣସି ମାସ ଶୁକ୍ଳପକ୍ଷ ବୁଧବାର ସନ୍ଧ୍ୟା ସମୟରେ ଏହି ପ୍ରୟୋଗ କରନ୍ତୁ। ମାତଙ୍ଗୀ ତନ୍ତ୍ର ଶାସ୍ତ୍ରର ଗୋଟେ ଲାଲ କପଡ଼ା ପକାନ୍ତୁ, ଘରେ ମାତଙ୍ଗୀଙ୍କ ଫଟୋ ରଖନ୍ତୁ, ଯନ୍ତ୍ର ରଖନ୍ତୁ, ପଞ୍ଚାମୃତ, ଘିଅ ଦୀପ, ଧୂପ ଦୀପ ଏବଂ ନୈବେଦ୍ୟ, ଚନ୍ଦନ, ସିନ୍ଦୁର, ବିଲ୍ୱପତ୍ର, ମନ୍ଦାରମାଳା ଇତ୍ୟାଦି ରଖନ୍ତୁ। ପଞ୍ଚାମୃତରେ ଯନ୍ତ୍ର ଶୋଧନ କରନ୍ତୁ, ପ୍ରାଣ ପ୍ରତିଷ୍ଠା କରନ୍ତୁ, ମାତଙ୍ଗୀ ଷୋଡ଼ଶୋପଚାର ପୂଜା କରନ୍ତୁ। 21ଟି ଡାଳିମ୍ବ ରଖନ୍ତୁ। ରଖିସାରିଲା ପରେ ମାତଙ୍ଗୀକି ସମର୍ପଣ କରନ୍ତୁ। ତାଙ୍କ ମନ୍ତ୍ରକୁ 21 ଥର ପାଠ କରି ଡାଳିମ୍ବକୁ ମନ୍ତ୍ରିତ କରନ୍ତୁ। ଓಂ ହ୍ରିଂ ହ୍ରିଂ ମାତଙ୍ଗୀ ଫଟ୍ ସ୍ୱାହା। ଏହି ମନ୍ତ୍ରରେ ତାଙ୍କୁ 21 ଥର ମନ୍ତ୍ରିତ କରନ୍ତୁ ଡାଳିମ୍ବକୁ। କରିସାରିଲା ପରେ ରାତ୍ରରେ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ, ରାତ୍ରରେ ଶୟନ କରନ୍ତୁ। ତାପରଦିନ ପ୍ରାପ୍ତ ସମୟରେ ଉଠି ନିତ୍ୟକର୍ମ ସାରି ଗୋଟିଏ ଡାଳିମ୍ବକୁ ରସ ବାହାର କରନ୍ତୁ। ଯେଉଁ ପିଲା ଆପଣଙ୍କର ଚଗଲା ହେଉଛି, ମୂର୍ଖ କାମ କରୁଛି, ସେଇ ରସକୁ ଆପଣ ତାକୁ ପେଇ ଦିଅନ୍ତୁ। এইভাবে 21 দিন পর্যন্ত 21টি ডাଳିମ୍ବକୁ ରସ ବାହାର କରି ସେ ପିଲାକୁ ପିଇବାକୁ ଦିଅନ୍ତୁ। ପିଇ ସାରିଲା ପରେ ଦେଖିବେ ନିଶ୍ଚିତ ସିଏ ବାଟକୁ ଫେରି ଆସିବେ, ମୂର୍ଖତା ଆଉ ରହିବ ନାହିଁ, ବୁଦ୍ଧି ପ୍ରାପ୍ତି ହେବ ଏବଂ ଭଲ କାର୍ଯ୍ୟ କରିବ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।